ଏ କାହାଣୀ ଘନ ଜଙ୍ଗଲରେ ରହୁଥିବା ଏକ ଜଙ୍ଗଲୀ ଆହୁକି। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଧର୍ମପରାୟଣ ଥିଲେ। ତାଙ୍କ ଘରୁ କୌଣସି ଅତିଥି ଖାଲି ହାତରେ କେବେ ଫେରେ ନାହିଁ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଭାବନ୍ତି ଅତିଥି ରୂପରେ ସ୍ୱୟଂ ଭଗବାନ। ମହାଦେବ ଥରେ ତାଙ୍କ ଭକ୍ତିର ପରୀକ୍ଷା କରିବା ପାଇଁ ସାଧୁ ବେଶରେ ଆସିଲେ। ରାତ୍ରିର ସମୟ ଥିଲା। ହିଂସ୍ରଜନ୍ତୁଙ୍କ ଭୟ ଥିଲା। ସାଧୁ ବାବା ଆହୁକୁ ରାତ୍ରିରେ ଆଶ୍ରୟ ନେବା ପାଇଁ କହିଲେ। ଆହୁ ଘର ଏତେ ଛୋଟ ଥିଲା ଯେ ଦୁଇ ଜଣ କଷ୍ଟମଷ୍ଟେ ରହିପାରିବେ। ତଥାପି ଆହୁ ସାଧୁ ବାବାଙ୍କ ଘରେ ଆଶ୍ରୟ ଦେଲା। ନିଜେ ରାତ୍ରିସାରା ବାହାରେ ପ୍ରହରା ଦେଲା, ଯେମିତି ଅତିଥିଙ୍କୁ କୌଣସି କଷ୍ଟ ନ ହେବ। ରାତ୍ରି ଅଧିକ ହେଲା। ଜଙ୍ଗଲରୁ ହିଂସ୍ରଜନ୍ତୁ ଆହୁକୁ ଆକ୍ରମଣ କଲା। ଅତିଥିଙ୍କ ରକ୍ଷା ପାଇଁ ଆହୁ ନିଜ ଜୀବନ ଦେଇଦେଲା, ହେଲେ ଅତିଥିଙ୍କର କୌଣସି କ୍ଷତି କରିବାକୁ ଦେଲା ନାହିଁ। ସକାଳ ହେଲା। ସ୍ୱାମୀର ଏପରି ଅବସ୍ଥା ଦେଖି ସ୍ତ୍ରୀ ବହୁତ କାନ୍ଦିଲା, କିନ୍ତୁ ଭଗବାନଙ୍କୁ ଦୋଷ ଦେଲା ନାହିଁ। ସେହି ସମୟରେ ମହାଦେବ ମାତା ପାର୍ବତୀ ପ୍ରକଟ ହେଲେ। ମହାଦେବ କହିଲେ, ମୁଁ ତୁମ ଭକ୍ତିରେ ପ୍ରସନ୍ନ, ତୁମକୁ ବର ଦେଉଛି। ପୁନର୍ଜନ୍ମରେ ଆହୁ ନଳରାଜା ଓ ତୁମେ ତାଙ୍କର ଧର୍ମପତ୍ନୀ ହେବ। ଈଶ୍ୱର ସମସ୍ତଙ୍କ ମଙ୍ଗଳ କରନ୍ତୁ। ହର ହର ମହାଦେବ।